ଯେରିମିୟ ଅଧ୍ୟାୟ 48। ମୋଆବର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହାୟ ହାୟ ନବୋ, କାରଣ ତାହା ଉଚ୍ଛିନ୍ନ ହେଲା। କିରିୟାଥିମ୍ ଲଜ୍ଜିତ ହେଲା, ତାହା ଧୃତ ହେଲା। ମିସ୍ଗନ୍ ଲଜ୍ଜିତ ଓ ଭଗ୍ନ ହେଲା। ମୋଆବର ପ୍ରଶଂସା ଆଉ ତ ନାହିଁ। ଲୋକମାନେ ହିସବୋନରେ ତାହାର ଅମଙ୍ଗଳର ମନ୍ତ୍ରଣା କରି କହିଅଛନ୍ତି, ଆସ ଆମ୍ଭେମାନେ ତାହାକୁ ଉଚ୍ଛିନ୍ନ କରି ଗୋଟିଏ ଗୋଷ୍ଠୀ ହୋଇ ରହିବାକୁ ନ ଦେବୁ। ହେ ମଦମେନା, ତୁମ୍ଭେ ମଧ୍ୟ ନୀରବ କରାଯିବ। ଖଡ୍ଗ ତୁମ୍ଭ ପଶ୍ଚାଦଗାମୀ ହେବ। ହାରୋନଇମଠାରୁ କ୍ରନ୍ଦନର, ଧନ ଅପହରଣର ଓ ମହାବିନାଶର ଶବ୍ଦ ମୋଆବ ନଷ୍ଟ ହେଲା। ତାହାର କ୍ଷୁଦ୍ର ଲୋକମାନଙ୍କର କ୍ରନ୍ଦନର ଶବ୍ଦ ଶୁଣାଯାଉଅଛି। କାରଣ ଲୁହିତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରୁ କରୁ ଉପରକୁ ଯିବେ। ଯେହେତୁ ହୋରୋନଇମର ଗଡ଼ନ୍ତି ପଥରେ ସେମାନେ ବିନାଶ ହେତୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି। ପଳାଅ, ଆପଣା ଆପଣା ପ୍ରାଣ ରକ୍ଷା କର ଓ ପ୍ରାନ୍ତରସ୍ଥ ଝାଉଁବୃକ୍ଷ ତୁଲ୍ୟ ହୁଅ। କାରଣ ତୁମ୍ଭେ ଆପଣା କର୍ମରେ ଓ ଆପଣା ଧନ ସମ୍ପତ୍ତିରେ ନିର୍ଭର ରଖିଅଛ। ଏଥିପାଇଁ ତୁମ୍ଭେ ମଧ୍ୟ ଧରାଯିବ। ଆଉ କମୋସ ଆପଣାର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇଯିବ। ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ, କୌଣସି ନଗର ରକ୍ଷା ପାଇବ ନାହିଁ। ସଦାପ୍ରଭୁଙ୍କ ବାକ୍ୟାନୁସାରେ ତଳଭୂମି ବିନଷ୍ଟ ହେବ ଓ ପ୍ରାନ୍ତର ଉଚ୍ଛିନ୍ନ ହେବ। ମୋଆବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ। ତାହାର ନଗର ସକଳ ଧ୍ୱଂସିତ ହେବ। ତହିଁ ମଧ୍ୟରେ ବାସକାରୀ କେହି ରହିବ ନାହିଁ। ଯେଉଁ ଜନ ହେଳା ଭାବରେ ସଦାପ୍ରଭୁଙ୍କର କାର୍ଯ୍ୟ କରେ, ସେ ଶାପଗ୍ରସ୍ତ ହେଉ। ଓ ଯେଉଁ ଜନ ରକ୍ତପାତ କରିବାକୁ ଆପଣା ଖଡ୍ଗ ଅଟକାଏ, ସେ ଶାପଗ୍ରସ୍ତ ହେଉ। ମୋଆବ ବାଲ୍ୟକାଳରୁ ନିଶ୍ଚିନ୍ତରେ ଅଛି। ସେ ଆପଣା ଖାଦ ଉପରେ ସୁସ୍ଥିର ହୋଇଅଛି ଓ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳାଯାଇ ନାହିଁ, କିଅବା ବନ୍ଦୀ ହୋଇ ଯାଇନାହିଁ। ଏଥିପାଇଁ ତାହାର ସ୍ୱାଦ ତାହା ମଧ୍ୟରେ ରହିଅଛି ଓ ତାହାର ସୁବାସ ବିକୃତ ହୋଇନାହିଁ। ଏହେତୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ତାହା ନିକଟକୁ ଢାଳି ପକାଇବା ଲୋକ ପଠାଇବା, ଆଉ ସେମାନେ ତାହାକୁ ଢାଳିଦେବେ ଓ ତାହାର ପାତ୍ର ସକଳ ଶୂନ୍ୟ କରି କୁମ୍ପା ସବୁ ଭାଙ୍ଗି ପକାଇବେ, ଏପରି ସମୟ ଆସୁଅଛି। ପୁଣି ଇସ୍ରାଏଲ ବଂଶ ଆପଣା ବିଶ୍ୱାସ ଭୂମି ବୈଥେଲ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋଆବ କମୋସ ବିଷୟରେ ଲଜ୍ଜିତ ହେବ। ଆମ୍ଭେମାନେ ବୀର ଓ ଯୁଦ୍ଧ ପାଇଁ ବଳବାନ ଲୋକ, ଏହା ତୁମ୍ଭେମାନେ କିପରି କହୁଅଛ? ମୋଆବ ଉତ୍ସନ୍ନ ହୋଇଅଛି ଓ ସେମାନେ ତାହାର ନଗର ସମୂହର ମଧ୍ୟକୁ ଯାଇଅଛନ୍ତି। ପୁଣି ତାହାର ମନୋନୀତ ଯୁବାମାନେ ବଦ୍ଧ ସ୍ଥାନକୁ ଓହ୍ଲାଇ ଯାଇଅଛନ୍ତି। ଆଉ ରାଜା ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ, ସେ ଏହି କଥା କହନ୍ତି, ମୋଆବର ବିପଦ ନିକଟରେ ଉପସ୍ଥିତ ଓ ତାହାର କ୍ଲେଶ ଅତି ଶୀଘ୍ର ଆସୁଅଛି। ତାହାର ଚତୁର୍ଦ୍ଦିଗ ସ୍ଥିତ ଓ ତାହାର ନାମ ଜାଣିଥିବା ଯେ ତୁମ୍ଭେ ସମସ୍ତେ ତାହାର ପାଇଁ
ବିଳାପ କର, ଆଉ କୁହ, ଏହି ଦୃଢ଼ ଦଣ୍ଡ ସୁନ୍ଦର ଯଷ୍ଟି କିପରି ଭଗ୍ନ ହୋଇଅଛି। ହେ ଦୀବୋନ ନିବାସିନୀ କନ୍ୟା, ତୁମ୍ଭେ ଆପଣା ଐଶ୍ୱର୍ଯ୍ୟରୁ ଓହ୍ଲାଇ ଆସି ତୃଷାରେ ବସ, କାରଣ ମୋଆବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠି ଆସିଅଛି। ସେ ତୁମ୍ଭର ଦୃଢ଼ ଦୁର୍ଗ ସବୁ ନଷ୍ଟ କରିଅଛି। ହେ ଆରେୟର ନିବାସିନୀ, ତୁମ୍ଭେ ପଥପାର୍ଶ୍ୱରେ ଠିଆ ହୋଇ ନିରୀକ୍ଷଣ କର, ପୁଣି ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀ କି ପଚାର, କଣ କରାଯାଇଅଛି କୁହ। ମୋଆବ ଲଜ୍ଜିତ ହୋଇଅଛି, କାରଣ ତାହା ଭଗ୍ନ ହୋଇଅଛି। ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର। ମୋଆବ ଉତ୍ସନ୍ନ ହୋଇଅଛି ବୋଲି ଅର୍ଣ୍ଣୋନରେ ପ୍ରଚାର କର। ପୁଣି ମୋଆବ ଦେଶୀୟ ଦୂରସ୍ଥ କିମ୍ବା ନିକଟସ୍ଥ ସମସ୍ତ ନଗର ଉପରେ, ଅର୍ଥାତ୍ ସମଭୂମିସ୍ଥ ପ୍ରଦେଶ ଉପରେ ହଲୋନ, ଜହଜ ଓ ମେଫାତ, ଦିବୋନ, ନବୋ ଓ ବୈଥ ଦିବ୍ଲାଥଇମ, କିରିୟାଥଇମ, ବୈଥ ଗାମୁର ଓ ବୈଥ ମିଓନ, କିରିୟତ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ ବିଚାର ଦଣ୍ଡ ଉପସ୍ଥିତ ହୋଇଅଛି। ସଦାପ୍ରଭୁ କହନ୍ତି, ମୋଆବର ଶୃଙ୍ଗ କଟାଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି। ତୁମ୍ଭେମାନେ ତାହାକୁ ମତ କରାଅ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି। ପୁଣି ମୋଆବ ଆପଣା ବାନ୍ତିରେ ଗଡ଼ିବ ମଧ୍ୟ ସେ ପରିହାସାସ୍ପଦ ହେବ। ଇସ୍ରାଏଲ କି ତୁମ୍ଭ ପ୍ରତି ପରିହାସର ବିଷୟ ହୋଇନଥିଲା? ସେ କି ଚୋରମାନଙ୍କ ମଧ୍ୟରେ ଧରା ପଡ଼ିଥିଲା? ତୁମ୍ଭେ ଯେତେଥର ତାହା ବିଷୟ କହୁଅଛ, ସେତେଥର ମସ୍ତକ ହଲାଉଅଛ। ହେ ମୋଆବ ନିବାସୀଗଣ, ତୁମ୍ଭେମାନେ ନଗର ସବୁ ତ୍ୟାଗ କରି ଶୈଳରେ ବାସ କର ଓ ଗର୍ତ୍ତର ମୁଖପାର୍ଶ୍ୱରେ ବସାକାରୀ କପୋତର ତୁଲ୍ୟ ହୁଅ। ମୋଆବ ବଡ଼ ଅହଙ୍କାରୀ। ଆମ୍ଭେମାନେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଅହଙ୍କାର, ତାହାର ଦର୍ପ ଓ ତାହାର ଚିତ୍ତର ଅଭିମାନ କଥା ଶୁଣିଅଛୁ। ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର କ୍ରୋଧ ଜାଣୁ। ତାହା କିଛି ନୁହେଁ, ତାହାର ଗର୍ବ ସବୁ କିଛି ହିଁ ସାଧନ କରିନାହିଁ। ଏଥିପାଇଁ ଆମ୍ଭେ ମୋଆବର ପାଇଁ ହାହାକାର କରିବା। ହଁ, ଆମ୍ଭେ ସମୁଦାୟ ମୋଆବ ପାଇଁ କ୍ରନ୍ଦନ କରିବା। କିରହେରସର ଲୋକମାନଙ୍କ ବିଷୟରେ ସେମାନେ ଶୋକ କରିବେ। ହେ ସିବ୍ମାର ଦ୍ରାକ୍ଷାଲତେ, ଜାସେରର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ବିଷୟରେ ଅଧିକ ରୋଦନ କରିବା। ତୁମ୍ଭର ଶାଖା ସବୁ ସମୁଦ୍ର ପାରିକୁ ଗଲା, ସେ ସବୁ ଜାସେର ସମୁଦ୍ର ପର୍ଯ୍ୟନ୍ତ ହିଁ ବିସ୍ତାରିତ ହେଲା। ତୁମ୍ଭର ଗ୍ରୀଷ୍ମକାଳୀନ ଫଳ ଓ ଦ୍ରାକ୍ଷା ଫଳ ସଂଗ୍ରହ କରିବା ସମୟରେ ବିନାଶକ ଉପସ୍ଥିତ ହେଲା। ମୋଆବର ଫଳବାନ କ୍ଷେତ୍ର ଓ ଭୂମିରୁ ଆନନ୍ଦ ଓ ଉଲ୍ଲାସ ଦୂରୀକୃତ ହୋଇଅଛି। ପୁଣି ଆମ୍ଭେ ଦ୍ରାକ୍ଷାକୁଣ୍ଡ ସବୁ ଦ୍ରାକ୍ଷାରସ ଶୂନ୍ୟ କରିଅଛୁ। କେହି ହର୍ଷନାଦରେ ଦ୍ରାକ୍ଷାମର୍ଦନ କରିବ ନାହିଁ, ସେହି ନାଦ ହର୍ଷନାଦ ହେବ ନାହିଁ। ହିସବୋନର ଚିତ୍କାର ସ୍ଥାନଠାରୁ ଇଲିଆଲି ପର୍ଯ୍ୟନ୍ତ, ମଧ୍ୟ ଜହଜ ପର୍ଯ୍ୟନ୍ତ, ସୋୟରଠାରୁ ହୋରୋନଇମ ପର୍ଯ୍ୟନ୍ତ, ଇଗ୍ଲତ ସଲିସିଆ ପର୍ଯ୍ୟନ୍ତ ସେମାନେ ଚିତ୍କାର ଶବ୍ଦ ଉଠାଇଅଛନ୍ତି। କାରଣ
ନମ୍ରିମ୍ର ଜଳସମୂହ ମଧ୍ୟ ଶୂନ୍ୟ ହେବ। ଆହୁରି ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବ ମଧ୍ୟରେ ଉଚ୍ଚ ସ୍ଥଳୀରେ ବଳିଦାନକାରୀ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଦାହକାରୀ ଲୋକକୁ ଲୋପ କରିବା। ଏହେତୁ ମୋୟାବ୍ର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କିରେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି। ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି। କାରଣ ପ୍ରତ୍ୟେକ ମସ୍ତକ ଟାଙ୍ଗରା ଓ ପ୍ରତ୍ୟେକ ଦାଢ଼ି କଟା ହୋଇଅଛି। ସମସ୍ତଙ୍କ ହସ୍ତରେ କଟାକଟି ଓ କଟି ଦେଶରେ ଚଟବସ୍ତ୍ର ଅଛି। ମୋୟାବ୍ର ସମସ୍ତ ଗୃହ ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ। ସେ କିପରି ଭଗ୍ନ ହୋଇଅଛି, ଲୋକେ କିପରି ବିଳାପ କରୁଅଛନ୍ତି। ମୋୟାବ ଲଜ୍ଜାରେ କିପରି ପୃଷ୍ଠ ଫେରାଇଅଛି। ଏହି ରୂପେ ମୋୟାବ ଆପଣା ଚତୁର୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଭୟସ୍ଥାନ ହେବ। କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ସେ ଉତ୍କର୍ଷ ପକ୍ଷୀ ପରି ଉଡ଼ିଆସିବ ଓ ମୋୟାବ ଉପରେ ଆପଣା ପକ୍ଷ ଦ୍ୱୟ ବିସ୍ତାର କରିବ। କିରିୟୋତ ହସ୍ତଗତ ହେଲା, ଦୃଢ଼ ଦୁର୍ଗ ସବୁ ଅକସ୍ମାତ୍ ଆକ୍ରାନ୍ତ ହେଲା। ଆଉ ସେ ଦିନରେ ମୋୟାବ୍ର ବୀରମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତ ସ୍ତ୍ରୀର ଅନ୍ତଃକରଣ ତୁଲ୍ୟ ହେବ। ପୁଣି ମୋୟାବ ଲୁପ୍ତ ହେବ, ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ। କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି। ସଦାପ୍ରଭୁ କହନ୍ତି, ହେ ମୋୟାବ ନିବାସିନ, ତୁମ୍ଭ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି। ଯେ ତ୍ରାସରୁ ପଳାଏ ସେ ଖାତରେ ପଡ଼ିବ, ଓ ଯେ ଖାତରୁ ଉଠି ରକ୍ଷା ପାଏ ସେ ଫାନ୍ଦରେ ଧରା ପଡ଼ିବ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଉପରେ, ହଁ, ମୋୟାବ୍ର ଉପରେ ପ୍ରତିଫଳ ଦାନର ବର୍ଷ ଆଣିବା। ଯେଉଁମାନେ ପଳାଇଗଲେ ସେମାନେ ବଳହୀନ ହୋଇ ହିସବୋନର ଛାୟା ତଳେ ଠିଆ ହୁଅନ୍ତି। କାରଣ ହିସବୋନରୁ ଅଗ୍ନି ଓ ସିହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ ମୋୟାବ୍ର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି। ହେ ମୋୟାବ, ତୁମ୍ଭେ ସନ୍ତାପର ପାତ୍ର। କମୋସର ଲୋକମାନେ ବିନଷ୍ଟ ହେଲେ, କାରଣ ତୁମ୍ଭର ପୁତ୍ରଗଣ ବନ୍ଦୀ ହେଲେ ଓ ତୁମ୍ଭର କନ୍ୟାଗଣ ବନ୍ଦିତ୍ୱ ସ୍ଥାନକୁ ନୀତ ହେଲେ। ତଥାପି ସଦାପ୍ରଭୁ କହନ୍ତି, ଆମ୍ଭେ ଶେଷ କାଳରେ ପୁନର୍ବାର ମୋୟାବକୁ ବନ୍ଦିତ୍ୱାବସ୍ଥାରୁ ଫେରାଇ ଆଣିବା। ମୋୟାବର ବିଚାର କଥା ଏତିକି।